ଭେଜ୍ ଖାଉଥିବା ଲୋକମାନଙ୍କର ଇଏ ମଟନଠୁ ବି କିଛି କମ୍ ଜିନିଷ ନୁହେଁ। ତ ଭେଜ୍ରେ ଖାଉଥିବା ଲୋକମାନେ ଯେହେତୁ ସେମାନେ ମଟନ୍ ଚିକେନ୍ ଖାଇନଥାନ୍ତି, ହିଞ୍ଚୁଡ଼ ହେଲେ ସେମାନେ ସେଥିରେ ବିରିୟାନୀ ହଉ, ଝୋଳ ହଉ, କଷା ହଉ, ଚିଲି ହଉ ସବୁ କିଛି ବନେଇଥାନ୍ତି। ତ ମୁଁ ଆଜି ବନେଇଛି ପଣସର ଝୋଳ। ତାକୁ ପୁରା ଗରମ ପଡ଼ିଲାଣି, ଅଳ୍ପ ତେଲ ମସଲା ଦେଇ ମୁଁ ବନେଇଛି। ପଣସକୁ ପ୍ରଥମେ ସିଝେଇ ନେଇଛି। ସିଝେଇ ସାରିଲା ପରେ କଢ଼େଇରେ ପିଆଜ, ଅଦା, ରସୁଣ ସବୁ ଗୋଟା ମସଲା ଦେଇ କଷି ଦେଇଛି। କଷି ଦେଇ ଟମାଟୋ ଗୁଣ୍ଡ ମସଲା ପକାଇ ତାକୁ ଟିକେ ପାଣି ଛାଡ଼ିଦେଲି ଗ୍ରେଭି ହେବା ପାଇଁ। ଗ୍ରେଭି ହେଇସାରିଲା ପରେ ସିଝା ହେଇଥିବା ପଣସ ଗୁଡ଼ିକୁ ପକାଇଦେଲି। ଆଉ ଆଳୁ ତ ନଦେଲେ ଆମର ହେବ ନାହିଁ। ଆଳୁ ହିଁ ଯେମିତି ମଟନ୍ ଝୋଳରେ ଦେଇଥାଉ କି ଚିକେନ୍ ଝୋଳ ଦେଇଥାଉ, ଇଏ ବି ମଧ୍ୟ ଭେଜ୍ ଯେଉଁ ମଟନ୍ କହିଛି ସେଇଥିପାଇଁ ଆଳୁ ନଦେଲେ ଆମର ହେବନି। କଷି କାଷି ସାରିଲା ପରେ ତାକୁ ପୁଣି ଛାଡ଼ିଦେଲି ପାଣି ମରିବା ପାଇଁ। ଆଉ ତାର ପାଣି ମରି ସାରିଲା ପରେ ସେଥିରେ ପାଣି ଦେଇଦେଲି। ପାଣି ଦେଇ ସାରି ତାକୁ ଫୁଟିବା ପାଇଁ ଛାଡ଼ିଦେଲି। ତା ଉପରେ ଟିକେ ଧନିଆ ପତ୍ର ଆଉ ଅନ୍ୟାନ୍ୟ ଚାହିଁଲେ ବି ଆପଣ କିଛି ମସଲା ପକାଇ ପାରିବେ, କିନ୍ତୁ ମୋତେ ଭଲ ଲାଗେ ନାହିଁ, ସେଥିପାଇଁ ମୁଁ ପକାଇ ନାହିଁ। ଆଉ ଆମର ପୁରା ରେଡ଼ି ହେଇଗଲା ହିଞ୍ଚୁଡ଼ ବା ପଣସର ପତଳା ଝୋଳ। ଆପଣମାନେ କେମିତି ବନାନ୍ତି ନିଶ୍ଚୟ କମେଣ୍ଟରେ କହିବେ।